ଗପଟିର ନାମ ଚାଲାକ ଛେଳି ଛୁଆ। ପାହାଡ଼ ଉପରେ ଛେଳିଟିଏ ଚରୁଥିଲା। ତଳେ ଗଧିଆଟିଏ ଥାଇ ତାକୁ ଚାହିଁ ରହିଥାଏ। କେଡ଼େ ସୁନ୍ଦର ମୋଟାସୋଟା ଛେଳି ଛୁଆଟିଏ ହେଇଛି ମ। ତାକୁ ଖାଇବାକୁ ତାର ଭାରି ଇଚ୍ଛା ହେଲା। ମାତ୍ର ପାହାଡ଼ଟା ତିଖ, ତା ଉପରକୁ ଯିବାକୁ ବାଟ ନାହିଁ। ଛେଳି ଛୁଆଟି ଯେଉଁଠି ଚରୁଛି ସେଠିକୁ ଅନ୍ୟ ବାଟେ ଗଲେ ଛେଳି ଜଗୁଆଳି ଦେଖିପାରିବ। ସେଥିପାଇଁ ଗଧିଆ ଗୋଟିଏ ଉପାୟ ପାଞ୍ଚିଲା। ସେ ଚାଲାକ କରି କହିଲା, ସେ ଉପରକୁ ଚାହିଁ ବଡ଼ ପାଟିରେ କହିଲା, ଆରେ ଏ ଛେଳି ଛୁଆ, ତୁ ସେ ଉପରେ ଶୁଖିଲା ଘାସ ଗୁଡ଼ା କାହିଁକି ଖାଉଛୁ ମ? ତଳକୁ ଅନା, ଦେଖ କେମିତି ଛନଛନିଆ ଶାଗୁଆ ଘାସ ସବୁ ଏଠି ରହିଛି। ଏ ତଳକୁ ଆସି ମଜାରେ ଏ ଘାସ ଖା। ତତେ ଏଠି ଘାସ ଖାଇବାକୁ କ'ଣ କିଏ ମନା କରୁଛି? ଛେଳି ଛୁଆଟି ତଳକୁ ଚାହିଁଲା, ଦେଖିଲା ପ୍ରକୃତରେ ବଢ଼ିଆ ଶାଗୁଆ ଘାସ ସବୁ ତଳେ ହୋଇଛି। ମାତ୍ର ସେ ଲୋଭ ନ କରି ସେ ଗଧିଆକୁ କହିଲା, ନାଇଁ ଭାଇ, ମୁଁ ଠିକ୍ ଜାଗାରେ ଘାସ ଖାଉଛି। ଏ ଘାସ ମୋ ପାଇଁ ଭଲ। ତଳେ ଶାଗୁଆ ଛନଛନିଆ ଘାସ ଖାଇବାକୁ ଯାଇ ଜୀବନଟା ହାରିବା ଦରକାର ନାହିଁ। କାହିଁକି ନା ମୁଁ ତଳକୁ ଯିବା ମାତ୍ରକେ ତମକୁ ତ ଖୁବ୍ ଗୋଟାଏ ଭଲ ଖାଦ୍ୟ ମିଳିଯିବ। ତେଣୁ ଜିହ୍ୱା ଲାଳସା ପାଇଁ ନିଜର କ୍ଷତି କରିବାକୁ ମୁଁ ପସନ୍ଦ କରେନା। ଏଇ ଶୁଖିଲା ଘାସ ଖାଇବାରେ ମୋର କିଛି ଦୁଃଖ ନାହିଁ। ଗଧିଆ ଏ କଥା ଶୁଣି ଚୁପଚାପ ଚାଲିଗଲା।